ବାବା ଭୁଜାଖିଆ ପୀରଙ୍କର 81ତମ ବାର୍ଷିକ ଉର୍ସ ଉତ୍ସବ ଉଦ୍ଘାଟିତ ହୋଇଛି। ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଲୋକ ଆସ୍ଥାନରେ ଚଢ଼ାଇଲେ ଚାଦର। ବାଲେଶ୍ୱର ଜିଲ୍ଲାର ଭାଇଚାରାର ପ୍ରତୀକ ସହରର ସୁନଟସ୍ଥିତ ବାବା ଭୁଜାଖିଆ ପୀର ବାବାଙ୍କର ତିନିଦିନିଆ 81ତମ ବାର୍ଷିକ ଉର୍ସ ଉତ୍ସବ ଭାବାବେଗମୟ ପରିବେଶ ମଧ୍ୟରେ ଉଦ୍ଘାଟିତ ହୋଇଯାଇଛି। ଚଳିତ ବର୍ଷ ଏପ୍ରିଲ ମାସ 23 ତାରିଖରୁ 25 ତାରିଖ 3 ଦିନ ଧରି ପୀଠରେ ବାବାଙ୍କର ବାର୍ଷିକ ଉର୍ସ ଉତ୍ସବ ପାଳିତ ହେବ। ମାତ୍ର ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରମଜାନ ମାସ ପାଇଁ ଏହି ଉତ୍ସବ ଏକ ମାସ ପରେ ଅର୍ଥାତ୍ ଏପ୍ରିଲ ମାସ ଶେଷ ବୁଧବାର, ଗୁରୁବାର ଏବଂ ଶୁକ୍ରବାର ପାଳିତ ହେଉଛି। ଉତ୍ସବର ପ୍ରଥମ ଦିନରେ ଗୋଶାଲ, କୋରାନ ପାଠ, ମିଲାଦ ଶରୀଫ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସକାଳୁ ସ୍ଥାନୀୟ ବୁଢ଼ାବଳଙ୍ଗ ନଦୀର ପରମିଟ ଘାଟରୁ ପାଣି ଅଣାଯାଇ ବାବାଙ୍କ ଆସ୍ଥାନକୁ ପବିତ୍ର କରାଯିବା ପରେ ଚାଦର ଚଢ଼ାଯିବା ସହ ସାମୂହିକ କୋରାନ ପାଠ କରାଯାଇଥିଲା। ପରେ ଭକ୍ତମାନେ ଦିବସବ୍ୟାପୀ ବାବାଙ୍କୁ ଦର୍ଶନ କରି ଚାଦର ଚଢ଼ାଇଥିଲେ। ବାବାଙ୍କର ବାର୍ଷିକ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ନିଷ୍ଠାର ସହ ପୀର ବାବାଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳେ। ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଶ୍ରଦ୍ଧାଳୁ ଯୋଗଦେଇ ପ୍ରାର୍ଥନା କରିବା ସହ ଭୋଗ ଲଗାଇଥାନ୍ତି। ବାବାଙ୍କ ନିକଟରେ ପ୍ରାୟତଃ ମୁଢ଼ି ବା ଭୁଜା ଭୋଗ ଆକାରରେ ଲଗାଯାଇଥାଏ। ଏଥିସହିତ ପୀଠରେ ଲଡୁ, ଗଜା, କୋରା, ଖଜା ଇତ୍ୟାଦି ଶୁଖିଲା ମିଷ୍ଟାନ୍ନ ଭୋଗ ଲଗାଯିବାର ବିଧି ମଧ୍ୟ ରହିଛି। ବହୁ ଭକ୍ତ ଏହି ପୀଠକୁ ଆସିବା ପରେ ସେମାନଙ୍କର ମାନସିକ ପୂରା ହୋଇଥିବାର କହିଛନ୍ତି। ବାବାଙ୍କ ପ୍ରତି ମନରେ ଦୃଢ଼ ବିଶ୍ୱାସ ଥିବାରୁ ପ୍ରତ୍ୟେକ ବର୍ଷ ଉତ୍ସବ ପାଳନ ପାଇଁ ଭକ୍ତମାନେ ଏଠାକୁ ଆସିଥାନ୍ତି ବୋଲି କହିଛନ୍ତି। ଭୁଜାଖିଆ ପୀର ବାବାଙ୍କର ଅସଲ ନାମ ହେଉଛି ହଜରତ ସ୍ୱାଲେଦ ମହମ୍ମଦ। ଲୋକମାନେ ବାବାଙ୍କୁ ଭେଟି ନିଜ ନିଜର ବିଭିନ୍ନ ସମସ୍ୟାର ସମାଧାନ ଦିଗ ତାଙ୍କଠାରୁ ପାଇପାରୁଥିଲେ। ଶ୍ରଦ୍ଧାରେ ସମସ୍ତେ ବାବାଙ୍କୁ ଭୁଜା ଦେଉଥିଲେ। ବାବାଙ୍କର ମୁଖ୍ୟ ଖାଦ୍ୟ ଭୁଜା ଥିଲା। ପରବର୍ତ୍ତୀ ସମୟରେ ବାବାଙ୍କର ପରିଚୟ ପରିବର୍ତ୍ତନ ହୋଇ ଭୁଜାଖିଆ ପୀର ବାବା ହୋଇଥିବାର ଶୁଣିବାକୁ ମିଳେ। ବାବାଙ୍କର ତିରୋଧାନ ପରେ ସେହି ସ୍ଥାନରେ ତାଙ୍କର ସମାଧି ନିର୍ମାଣ କରାଯାଇଥିଲା। ତେବେ ଭାଇଚାରାର ନିଦର୍ଶନ ପାଲଟିଥିବା ବାବା ଭୁଜାଖିଆ ପୀର ପୀଠରେ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବାବାଙ୍କ ପୀଠକୁ ଆସିଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ସମସ୍ତଙ୍କର ଅଗାଢ଼ ବିଶ୍ୱାସ ରହିଛି। ମନୋବାଞ୍ଛା ପୂର୍ଣ୍ଣ ହେଲେ ବାବାଙ୍କ ଆସ୍ଥାନରେ ଚାଦର ଚଢ଼ାଇବାକୁ ଆସିଥାନ୍ତି ଭକ୍ତମାନେ। ଉର୍ସ ଉତ୍ସବର ଶେଷ 2 ଦିନରେ ସହରର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଶୋଭାଯାତ୍ରାରେ ଆସି ବାବାଙ୍କ ଉପରେ ଚାଦର ଚଢ଼ାଇବେ ବୋଲି ଉର୍ସ ଉତ୍ସବ ପରିଚାଳନା କମିଟିର କର୍ମକର୍ତ୍ତାମାନେ କହିଛନ୍ତି। ସେହିପରି ଜନଗହଳି ନିୟନ୍ତ୍ରଣ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଉର୍ସ ଉତ୍ସବ ଶାନ୍ତି କମିଟି ଏବଂ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଆବଶ୍ୟକ ସଂଖ୍ୟାରେ ଫୋର୍ସ ମୁତୟନ ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା କମିଟି ପକ୍ଷରୁ କୁହାଯାଇଛି। ଆଜି ବାବାଙ୍କ ଭୁଜାଖିଆ ପୀରଙ୍କର 81ତମ ବାର୍ଷିକ ଉତ୍ସବ ପାଳନର ପ୍ରଥମ ଦିନ ବୁଧବାର ଆଜି ବାବାଙ୍କର ଗୋସଲ ଶରୀଫ ଆୟୋଜନ କରାଯାଇଥିଲା। ଏ ଗୋସଲ ଶରୀଫ 10:10 ଭିତରେ ସରିଲା। ବର୍ତ୍ତମାନ ଆଜି ବାବାଙ୍କର ଶ୍ରଦ୍ଧା ଭକ୍ତମାନଙ୍କର ଏତେ ଅଛି ଯେ ଆଜି ସକାଳୁ ମୁଁ ବାବାଙ୍କର ଆସ୍ଥାନରେ ପୁରା ଭିଡ଼ ହେଇଛି ଭକ୍ତମାନଙ୍କର। ଆଉ ଆସନ୍ତା ଗୁରୁବାର ଏବଂ ଶୁକ୍ରବାର 2 ଦିନ ମଧ୍ୟ ୟାଠୁ ଅଧିକା ଭିଡ଼ ହେବ। ତେଣୁ ବାଲେଶ୍ୱରବାସୀଙ୍କୁ ଅନୁରୋଧ କରାଯାଉଛି ବାବାଙ୍କର ଆସ୍ଥାନରେ ଆସି ନିଜ ନିଜର ମନସ୍କାମନା ପୂରଣ କରନ୍ତୁ ଏବଂ ବାବାଙ୍କର ଆଶୀର୍ବାଦ ନେଇ ଯାଆନ୍ତୁ। ସକାଳେ ପ୍ରଥମତଃ 8ଟା ବେଳେ ଆମର ଜୁଲୁସ ବାହାରି ଗଲା। ବାବାଙ୍କର କଳସି ଯାତ୍ରା ଗଲା। ବୁଢ଼ାବଳଙ୍ଗ ନଈରୁ ପାଣି ଆଣିକି ବାବାଙ୍କର ସ୍ନାନ ହେଲା 10:10 ତାପରେ ମିଲାଦ ଶରୀଫ ବର୍ତ୍ତମାନ ହେବ। ମିଲାଦ ଶରୀଫ ପରେ ଆଜିକାର କାର୍ଯ୍ୟକ୍ରମ ଏତିକି ଅଛି। ଆଉ ଦିନ ସାରା ଯାହା ବାବାଙ୍କର आशीर्वाद नवाई भक्त मैंने आसुँच। तो बालेश्वर में भाईचारा का ये हजरत अली साले मोहम्मद रहमतुल्लाह अलैह के मज़ार शरीफ में भाईचारा मतलब हिंदू, मुस्लिम, सिख, ईसाई हर मज़हब के लोग यहाँ आते हैं और बाबा से फैज़ पाते हैं। लिहाजा बाबा का इसके लिए इससे बढ़कर और क्या भाईचारा होगा जिसमें हर मज़हब के लोग मज़ार शरीफ में आके अपना अपना अक़ीदत पेश करते हैं और फैज़ा पाते हैं। तो इससे बढ़कर और क्या भाईचारा का मिसाल होगा। हाँ, बालेश्वर के प्रशासन सब आके यहाँ का इंतज़ाम किए हैं। पूरा ट्रैफिक का और पुलिस कैंप भी यहाँ पर है और प्रशासन का पूरा सपोर्ट हम लोग को मिल रहा है। आमे शुणीचे आम गुरुजन मान पाखु जे बाबा भुजार बहुत प्रिय थिले एवं छोट छोट सान पिला नहीं से भुजा खाइबा बड़ आग्रह होते और से
ଖୁଆଉଥିଲେ। ତେଣୁ ସେଇ ଦୃଷ୍ଟିରୁ ତାଙ୍କୁ ବାବା ଭୁଜାଖିଆ ପୀର ବୋଲି ଆଖ୍ୟା କରାହେଇଛି। ତ ବୟସ ଏତେ ନାହିଁ ମୁଁ କହିପାରିବିନି, କିନ୍ତୁ ମୁଁ ଫିର୍ ବି ଦିସ୍ତା ଘର ଦେଖିଛି ବାବାଙ୍କର, ସେତିକି ଦେଖିଛି। ତାପରେ କ୍ରମେ କ୍ରମେ ସେଟା ବଦଳି ହେଇ ବାବାଙ୍କର ଇଏ ହେଇଛି। ଆଉ ଗୁରୁବାର ଦିନ ସବୁ ବସିକି ଏଠି ଯେ ଆମର ମଜାବିର ସବୁ ଅଛନ୍ତି ସେମାନେ ଭୋଗ କରନ୍ତି। ଆଉ ଯେମାନେ ଭକ୍ତମାନେ ଆସନ୍ତି ମାନସିକ କରିକି ବାବାଙ୍କ ଇଏରେ ଶିରିନି ଦିଅନ୍ତି, ଭୁଜା ଆଣିକି ଦିଅନ୍ତି। ଆଉ ଭୋଗ ଚାଦର ବି ଚଢ଼ାନ୍ତି, ଫୁଲ ଚାଦର ଚଢ଼ା ହୁଏ। ବାବା ଭୁଜାଖିଆ ପୀର ପରିଚାଳନା କମିଟିର ସଭାପତି ଶେଖ ରଫିକ, ସମ୍ପାଦକ ଶେଖ ହାଜିରୁଦ୍ଦିନଙ୍କ ସମେତ ଶେଖ ଅବ୍ଦୁଲ ଲତିଫ, ଶେଖ ଅବ୍ଦୁଲ ମୋହିତ, ଶେଖ ଅବ୍ଦୁଲ ବୁରାମାନ, ଶେଖ ଶାମସୁଦ୍ଦିନ, ହାଫିଜ ବାଦରୁଲ ହସନ, ଶେଖ ସଲିମ, ଶେଖ ଅବ୍ଦୁଲ ଇସଲାମ, ଶେଖ ଅବ୍ଦୁଲ କଲିମ, ଶେଖ ଦିଲଦାର ହୋସେନ ପ୍ରମୁଖ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରୁଛନ୍ତି।